Hello and welcome back to OPSC OS Aspirant YouTube channel. This is Gagan and in this lecture we will discuss about all the important current affairs of 6th to 9th of January 2026. As all of you know that nowadays current affairs play a crucial role in competitive exams of both Odisha government and central government examinations. So watch till the end and don't forget to subscribe to our YouTube channel and hit the bell icon for more informative videos like this. ଆଜିର ପ୍ରଥମ କ୍ୱେଶ୍ଚିନ୍ଟି ହେଉଛି ରିସେଣ୍ଟଲି ଦ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସାଇନ୍ଡ ଆନ୍ MOU ୱିଥ୍ ସର୍ଭମ୍ AI ଟୁ ଏଷ୍ଟାବ୍ଲିଶ୍ ହ୍ୱିଚ୍ ଅଫ୍ ଦ ଫଲୋଇଂ ବା ନିକଟରେ ଓଡ଼ିଶା ସରକାର ସର୍ଭମ୍ AI ସହିତ କେଉଁ ସୁବିଧା ପ୍ରତିଷ୍ଠା କରିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଏ ଫୁଲ୍ ଷ୍ଟେକ୍ ସଭରେନ୍ AI ପାର୍କ। ଓଡ଼ିଶା ସରକାର ବ୍ଲାକ୍ ସ୍ୱାନ୍ ସମ୍ମିଳନୀ 2026 ଅବସରରେ ସର୍ବମ୍ AI ସହିତ ମିଶି ଏକ ଐତିହାସିକ ଚୁକ୍ତିନାମା ବା MOU ସ୍ୱାକ୍ଷର କରିଛନ୍ତି। ଏହି ସହଭାଗିତାର ମୁଖ୍ୟ ଲକ୍ଷ୍ୟ ହେଉଛି ଓଡ଼ିଶାରେ ସର୍ବପ୍ରଥମ ବା ଭାରତର ପ୍ରଥମ ସମ୍ପୂର୍ଣ୍ଣ ସଭରେନ୍ AI ପାର୍କ ପ୍ରତିଷ୍ଠା କରିବା। ତ ପିଲେ ବ୍ଲାକ୍ ସ୍ୱାନ୍ ସମ୍ମିଳନୀ କେବେ ଅନୁଷ୍ଠିତ ହୋଇଥିଲା ଓଡ଼ିଶାରେ? ଫେବୃଆରୀ 6ରେ ମନେ ରଖିବେ। ଏହି ପାର୍କଟି ଏକ ଅଭିନବ ଜ୍ଞାନକୌଶଳ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରିବ, ଯେଉଁଠାରେ ଉଚ୍ଚ କ୍ଷମତା ସମ୍ପନ୍ନ କମ୍ପ୍ୟୁଟିଂ ଭିତ୍ତିଭୂମି ସହିତ ଗବେଷଣା ଏବଂ ଦକ୍ଷତା ବିକାଶ କରାଯିବ। ଏହି ସଭରେନ୍ ବା ସାର୍ବଭୌମ ମଡେଲ ସୁନିଶ୍ଚିତ କରେ ଯେ ସମସ୍ତ ତଥ୍ୟ ବା ଡାଟା ଏବଂ AI ମଡେଲଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣ କ୍ଷେତ୍ରରେ ରହିବ। ଏହାର ଏକ ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଓଡ଼ିଶା ପ୍ରଥମ ବା ଓଡ଼ିଆ ଫାଷ୍ଟ AI ଆପ୍ଲିକେସନ୍ ପ୍ରସ୍ତୁତ କରିବା, ଯାହାଦ୍ୱାରା ସାଧାରଣ ଜନତା ନିଜ ମାତୃଭାଷାରେ ସରକାରୀ ସେବା ପାଇପାରିବେ। ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ 5,000ରୁ ଅଧିକ ଉଚ୍ଚ କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା ଆଶା କରାଯାଉଛି। ଏହା ଓଡ଼ିଶାର ଭିଜନ୍ 2036 ଏବଂ 2047ର ଡିଜିଟାଲ ରୂପାନ୍ତରୀକରଣ ଲକ୍ଷ୍ୟ ସହିତ ସମାନ ଅଟେ। ଏହି ପଦକ୍ଷେପ ଓଡ଼ିଶାକୁ ସୁରକ୍ଷିତ ଏବଂ ଅନ୍ତର୍ଭୁକ୍ତିମୂଳକ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ସ୍ଥାପିତ କରିବ। ନେକ୍ସଟ କ୍ୱେଶ୍ଚିନ୍ ଇଜ୍ ହ୍ୱେର୍ ୱିଲ୍ ଦ ୱିଣ୍ଟର ଅଲିମ୍ପିକ୍ ଗେମ୍ସ 2026 ବି ହେଲ୍ଡ ବା 2026 ଶୀତକାଳୀନ ଅଲିମ୍ପିକ୍ ଗେମ୍ସ କେଉଁଠାରେ ଅନୁଷ୍ଠିତ ହେବ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଇଟାଲୀ। 2026 ଶୀତକାଳୀନ ଅଲିମ୍ପିକ୍, ଯାହାକୁ ମେଲାନୋ କାର୍ଟିନା 2026 କୁହାଯାଏ, ତାହା ଇଟାଲୀରେ ଅନୁଷ୍ଠିତ ହେବ। ଏହି ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଫେବୃଆରୀ 6ରୁ 22, 2026 ପର୍ଯ୍ୟନ୍ତ ଚାଲିବ। ଏହାକୁ ମିଲାନା କାର୍ଟିନୋ ଦା ଆମ୍ଫେଜୋ ସହର ମିଳିତ ଭାବେ ଆୟୋଜିତ କରୁଛନ୍ତି। ଏହା ପ୍ରଥମ ଥର ପାଇଁ ହେଉଛି ଯେଉଁଠାରେ ଦୁଇଟି ସହରକୁ ସରକାରୀ ଭାବେ ଆୟୋଜକ ଘୋଷଣା କରାଯାଇଛି। ଇଟାଲୀ ପୂର୍ବରୁ 1956 ଏବଂ 2006ରେ ଶୀତକାଳୀନ ଅଲିମ୍ପିକ୍ସ ଆୟୋଜିତ କରିସାରିଛି। ଏହି କ୍ରୀଡ଼ାରେ ସ୍ଥାୟିତ୍ୱ ଏବଂ ବିଦ୍ୟମାନ କ୍ରୀଡ଼ାଙ୍ଗନ ଗୁଡ଼ିକର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତର ଆଥଲେଟ୍ମାନେ ଏଠାରେ ବିଭିନ୍ନ ଶୀତକାଳୀନ କ୍ରୀଡ଼ାରେ ଭାଗ ନେବେ। ଏହି ଆୟୋଜନ ଇଟାଲୀର ପର୍ଯ୍ୟଟନ ଏବଂ ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ନେକ୍ସଟ କ୍ୱେଶ୍ଚିନ୍ ଇଜ୍ ରିସେଣ୍ଟଲି ଦ ପ୍ରେସିଡେଣ୍ଟ ଅଫ୍ ହ୍ୱିଚ୍ କଣ୍ଟ୍ରି ପ୍ୟାଟ୍ରିକ୍ ହର୍ମାଇନି କେମ୍ ଅନ୍ ଏ ଅଫିସିଆଲ ଭିଜିଟ୍ ଟୁ ଇଣ୍ଡିଆ ବା ନିକଟରେ କେଉଁ ଦେଶର ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମାଇନି ଭାରତକୁ ସରକାରୀ ଗସ୍ତରେ ଆସିଥିଲେ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ସେସେଲ୍ସ। ସେସେଲ୍ସ ରାଷ୍ଟ୍ରପତି ପ୍ୟାଟ୍ରିକ୍ ହର୍ମାଇନି ଫେବୃଆରୀ 2026ରେ ଭାରତକୁ ଏକ ରାଜକୀୟ ଗସ୍ତରେ ଆସିଛନ୍ତି। ଭାରତ ଏବଂ ସେସେଲ୍ସ ମଧ୍ୟରେ କୂଟନୈତିକ ସମ୍ପର୍କର 50 ବର୍ଷ ପୂର୍ତ୍ତି ଅବସରରେ ଏହି ଗସ୍ତ ହେଉଛି। ନୂଆଦିଲ୍ଲୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ। ଏହି ଆଲୋଚନାରେ ସାମୁଦ୍ରିକ ସୁରକ୍ଷା ଏବଂ ନୀଳ ଅର୍ଥନୀତି ଉପରେ ମୁଖ୍ୟ ଗୁରୁତ୍ୱ ଦିଆଯାଇଥିଲା। ସ୍ୱାସ୍ଥ୍ୟସେବା, ବୈଜ୍ଞାନିକ ଜ୍ଞାନ ଏବଂ ଶିକ୍ଷା ଉପରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ଏହାର ଲକ୍ଷ୍ୟ। ମନେ ରଖିବେ, ରାଷ୍ଟ୍ରପତି ହର୍ମାଇନି ବ୍ୟବସାୟିକ ସୁଯୋଗ ପାଇଁ ଚେନ୍ନାଇ ଏବଂ ମୁମ୍ବାଇ ଭଳି ସହର ମଧ୍ୟ ଗସ୍ତ କରିଥିଲେ। ଭାରତ ନିଜର
ସାଗର ଭିଜନ ଅଧୀନରେ ସେସେଲ୍ସକୁ ଏକ ମୁଖ୍ୟ ସହଯୋଗୀ ଭାବେ ଦେଖେ। ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଥିବା ଗଭୀର ବନ୍ଧୁତା ଏବଂ ବିଶ୍ୱାସର ପ୍ରତିଫଳନ। ନେକ୍ସଟ କ୍ୱେଶ୍ଚନ୍ ଇଜ୍ ରିସେଣ୍ଟଲି ଇଣ୍ଡିଆଜ୍ ଫାର୍ଷ୍ଟ ଇଣ୍ଡିଜିନିୟସ୍ ଗ୍ରୀନ୍ ୟୁରିଆ ପ୍ଲାଣ୍ଟ ଇଜ୍ ଆସୋସିଏଟେଡ୍ ୱିଥ୍ ହ୍ୱିଚ୍ ଷ୍ଟେଟ୍? ଭାରତର ପ୍ରଥମ ସ୍ୱଦେଶୀ ଗ୍ରୀନ୍ ୟୁରିଆ ପ୍ଲାଣ୍ଟ କେଉଁ ରାଜ୍ୟ ସହିତ ଜଡ଼ିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଆନ୍ଧ୍ରପ୍ରଦେଶ। ଆନ୍ଧ୍ରପ୍ରଦେଶରେ ଭାରତର ପ୍ରଥମ ବୃହତ ସ୍ୱଦେଶୀ ଗ୍ରୀନ୍ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ଏହି ପ୍ରକଳ୍ପ ବିଶାଖାପାଟଣା ନିକଟସ୍ଥ ପୁଡ଼ିମାଡେକା ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ରେ ଅବସ୍ଥିତ। ଏଥିପାଇଁ ଏନ୍ଟିପିସି ଗ୍ରୀନ୍ ଏଜେନ୍ସି ଲିମିଟେଡ୍ ଆସାଗୋ ଇଣ୍ଡଷ୍ଟ୍ରି ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି। ପାରମ୍ପରିକ ୟୁରିଆ ପରିବର୍ତ୍ତେ ଗ୍ରୀନ୍ ୟୁରିଆ ଅକ୍ଷୟ ଶକ୍ତି ଏବଂ ସବୁଜ ହାଇଡ୍ରୋଜେନ୍ ବ୍ୟବହାର କରି ପ୍ରସ୍ତୁତ ହୁଏ। ସାର କ୍ଷେତ୍ରରେ ଆତ୍ମନିର୍ଭର ଭାରତ ହାସଲ କରିବା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ। ଏହାର ଲକ୍ଷ୍ୟ ହେଉଛି ଆମଦାନୀ କରାଯାଉଥିବା ସାର ଉପରେ ନିର୍ଭରଶୀଳତା କମାଇବା ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା। ଏହି ପ୍ଲାଣ୍ଟ ମୁଖ୍ୟତଃ କାର୍ବନ ଡାଇଅକ୍ସାଇଡ୍ ଏବଂ ଗ୍ରୀନ୍ ଆମୋନିଆକୁ ବ୍ୟବହାର କରିବ। ସ୍ଥାୟୀ କୃଷି କାର୍ଯ୍ୟ ଦିଗରେ ଭାରତର ପରିବର୍ତ୍ତନ ପାଇଁ ଏହି ପ୍ରକଳ୍ପ ଏବଂ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ନେକ୍ସଟ କ୍ୱେଶ୍ଚନ୍ ଇଜ୍ ରିସେଣ୍ଟଲି ହ୍ୱିଚ୍ କମ୍ପାନୀ ବିକେମ୍ ଦ ୱାର୍ଲଡସ୍ ଫାର୍ଷ୍ଟ ରିଟେଲ କମ୍ପାନୀ ଟୁ ରିଚ୍ ଏ ମାର୍କେଟ ଭ୍ୟାଲୁଏସନ୍ ଅଫ୍ $1 ଟ୍ରିଲିୟନ୍? ବା ନିକଟରେ କେଉଁ କମ୍ପାନୀ $1 ଟ୍ରିଲିୟନ୍ ଆମେରିକୀୟ ଡଲାର ବଜାର ମୂଲ୍ୟରେ ପହଞ୍ଚିବାରେ ବିଶ୍ୱର ପ୍ରଥମ ରିଟେଲ କମ୍ପାନୀ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ୱାଲମାର୍ଟ। ଫେବୃଆରୀ 2026ରେ ୱାଲମାର୍ଟ $1 ଟ୍ରିଲିୟନ୍ ବଜାର ମୂଲ୍ୟରେ ପହଞ୍ଚି ବିଶ୍ୱର ପ୍ରଥମ ରିଟେଲ କମ୍ପାନୀ ଭାବେ ଇତିହାସ ରଚିଛି। ଏହି ସଫଳତା ୱାଲମାର୍ଟକୁ ବିଶ୍ୱର ପ୍ରଥମ ରିଟେଲ କମ୍ପାନୀ ଭାବେ ଆପଲ୍ ଏବଂ ମାଇକ୍ରୋସଫ୍ଟ ଭଳି ବଡ଼ ବୈଷୟିକ କମ୍ପାନୀଗୁଡ଼ିକର ଶ୍ରେଣୀରେ ସାମିଲ କରିଛି। ଏହାର ବଜାର ମୂଲ୍ୟ ବଢ଼ିବାର ମୁଖ୍ୟ କାରଣ ହେଉଛି ଏଆଇ ଏବଂ ଇ-କମର୍ସ କ୍ଷେତ୍ରରେ କମ୍ପାନୀର ବଡ଼ ନିବେଶ। ନିବେଶକମାନେ ବର୍ତ୍ତମାନ ଏହି କମ୍ପାନୀକୁ କେବଳ ଏକ ଷ୍ଟୋର ନୁହେଁ ବରଂ ଏକ ଟେକ୍ନୋଲୋଜି ପ୍ଲାଟଫର୍ମ ଭାବେ ଦେଖୁଛନ୍ତି। ଯୋଗାଣ ଶୃଙ୍ଖଳାରେ ଏଆଇର ବ୍ୟବହାର ଦ୍ୱାରା ୱାଲମାର୍ଟର କାର୍ଯ୍ୟଦକ୍ଷତା ବହୁଗୁଣିତ ହୋଇଛି। କମ୍ପାନୀ ନିକଟରେ ଅନ୍ୟ ଟେକ୍ କମ୍ପାନୀଗୁଡ଼ିକ ସହ ସମାନ ହେବା ପାଇଁ ନାସଡାକ୍ 100ରେ ସୂଚୀଭୁକ୍ତ ହୋଇଛି। ନୂତନ ନେତୃତ୍ୱରେ କମ୍ପାନୀ ଦ୍ରୁତ ବିତରଣ ଏବଂ ଡିଜିଟାଲ ସଦସ୍ୟତା ବୃଦ୍ଧି ଉପରେ ଧ୍ୟାନ ଦେଇଛି। ଏହି ମାଇଲଖୁଣ୍ଟ ବିଶ୍ୱ ରିଟେଲ ବଜାରରେ ମାଧ୍ୟମରେ ଦକ୍ଷତା ବିକାଶ ଏବଂ ନିଯୁକ୍ତି ସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସରକାର ଅନେକ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ସହ ଏହି କ୍ଷେତ୍ରରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି କାର୍ଯ୍ୟକ୍ରମ ଓଡ଼ିଶାର ମାଇନିଂ ଇକୋନୋମିର ମାଇଣ୍ଡ ଇକୋନୋମିକୁ ପରିବର୍ତ୍ତନ ସୂଚନା ଦେଉଛି। କ'ଣ ବୁଝିଲେ? ମାଇନିଂ ଇକୋନୋମିରୁ ମାଇଣ୍ଡ ଇକୋନୋମିକୁ ପରିବର୍ତ୍ତନ। ଭାରତର ଡିଜିଟାଲ ଅର୍ଥନୀତିର ପରିବୃଦ୍ଧି ପାଇଁ ଏହି ସମ୍ମିଳନୀ ଏକ ବଡ଼ ପଦକ୍ଷେପ ଅଟେ।